40 ରୁ 42 ମୁଁ ପଢି ଦଉଛି। ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥା ଅନୁସାରେ ସମସ୍ତ କ୍ରିୟା ସମ୍ପନ୍ନ କରି ଗାଲିଲି କି ନିଜ ନଗରକୁ ନାଜରିତକୁ ବାହୁଡ଼ି ଗଲେ। ଆଉ ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ, ଜ୍ଞାନରେ ପୂର୍ଣ୍ଣ ହଉ ହଉ ଶକ୍ତିମାନ ହେଲେ। ଈଶ୍ୱରଙ୍କର ଅନୁଗ୍ରହ ତାହାଙ୍କ ଉପରେ ଥିଲା। ତାହାଙ୍କର ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜେରୁସାଲେମକୁ ଯାଉଥିଲେ ଓ ତାହାଙ୍କର 12 ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। ପ୍ରଭୁ ଏ ଜୀବିତ ବାକ୍ୟର ସମସ୍ତ ଅନୁଗ୍ରହ ଓ ଆଶୀର୍ବାଦ ଆପଣମାନଙ୍କୁ ସମସ୍ତଙ୍କୁ ଆମ ସମସ୍ତଙ୍କୁ ପ୍ରଦାନ କରନ୍ତୁ। ଆମେନ୍। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ପ୍ରିୟ ସନ୍ତାନ ସନ୍ତତି ମାନେ ଯେତେ ଆଜି ଅନଲାଇନ ଆମେ ଅଛୁ, ଈଶ୍ୱରଙ୍କୁ ଆମେ ଧନ୍ୟବାଦ ଦଉ। ଆଜି ଯୋଉ ଅଂଶଟି ମୁଁ ମଝିରେ ସେ ବିଷୟକୁ ଚିନ୍ତା କରୁଥିଲି, ପ୍ରଭୁ ସେ ବାକ୍ୟ ହିଁ କହିବା ପାଇଁ ଆଜି ଯୋଉ ଇଚ୍ଛା ରଖିଛନ୍ତି, ଆମେ କିଛି ବିଷୟ ସେଠୁ ଶୁଣିଯିବା। ମଝିରେ ଜଣେ ଡକ୍ଟର ମୋ ପାଖରେ ଆସିଥିଲେ, ଆଉ ସେ 4ଟି ପ୍ରଶ୍ନ ମୋ ପାଖରେ ରଖିଲେ। ପ୍ରଥମ ପ୍ରଶ୍ନ ସେ ରଖିଲେ, ମୁଁ କିଏ? ଦ୍ୱିତୀୟ ପ୍ରଶ୍ନ ରଖିଲେ, କାହିଁକି ଆସିଅଛି এই ଜଗତକୁ? ଆଉ ତୃତୀୟ ପ୍ରଶ୍ନ ସେ ରଖିଲେ, କେଉଁଠାରୁ ମୁଁ ଆସିଅଛି? ଆଉ ଚତୁର୍ଥ ପ୍ରଶ୍ନ ସେ ରଖିଲେ, କେଉଁଠାକୁ ମୁଁ ଯିବି? ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ଏଇ 4ଟି ପ୍ରଶ୍ନରେ ଆମେ କମ୍ପ୍ଲିଟ କରିପାରିବା। କେଉଁଠାରୁ ମୁଁ ଆସିଛି, ମୋ ଆସିବାର ଉଦ୍ଦେଶ୍ୟ କ'ଣ, ମୁଁ କିଏ, ଆଉ ମତେ କୋଉ ଜାଗାକୁ ବର୍ତ୍ତମାନ ଯିବାର ଅଛି। ଆଉ ଏ ନୂଆ ବର୍ଷରେ ଆଉ ଗୋଟେ ପ୍ରଶ୍ନ ଆମ ମନରେ ଆସେ, ମତେ କଣ ପାଇଁ ପ୍ରଭୁ ଏକ ନୂଆ ବର୍ଷ ଦେଇଛନ୍ତି? ଆମେ ଅନେକ ସମୟରେ ସେ ବିଷୟ ଭୁଲି ଯାଇଥାଉ। ଆମକୁ ପଚାରିବା ଦରକାର ଅଛି, ଏ ବର୍ଷ କାହିଁକି ତୁମେ ମତେ ଦେଇଛ ପ୍ରଭୁ? ଆଉ ସେଥିପାଇଁ ଆମର ଡାଇରେକ୍ଟର ଯେତେବେଳେ 80 ବର୍ଷ ହେଲା, ସେ ସମୟରେ 80ଟି ଗୋଲାପ ଫୁଲ ଦେବା ସମୟରେ ପ୍ରିନ୍ସିପାଲ ଆମର ଯେ ଥିଲେ ଡକ୍ଟର ମାନିଚାକ, ସେ ଗୋଟେ ବିଷୟ କହିଲେ, ପ୍ରଭୁ ଆପଣଙ୍କୁ ଏଇ ବର୍ଷ ଦେଇଛନ୍ତି 81ତମ ବର୍ଷ, 81 ବର୍ଷ, ତ 81 ବର୍ଷରେ ଆପଣଙ୍କର କାମ କଣ ହବ? ଏଇ ଯୋଉ ଚିନ୍ତାଧାରାକୁ ସେ ରଖିବାକୁ ଇଚ୍ଛା କଲେ। ତେବେ ପ୍ରଭୁ ମତେ ନୂଆ ବର୍ଷ କାହିଁକି ଦେଲେ? ମୋ ପାଇଁ ବଞ୍ଚିବା ପାଇଁ ୟା ତାଙ୍କ ପାଇଁ ବଞ୍ଚିବା ପାଇଁ? ଆଜି ଏଇ ପ୍ରଶ୍ନ ଉପରେ ଆମମାନଙ୍କୁ ଧ୍ୟାନ କରିବା ପାଇଁ ପ୍ରଭୁ ଇଚ୍ଛା କରନ୍ତି। ମୁଁ ୟୁଥ ମାନଙ୍କ ପାଇଁ ଗୋଟେ ପ୍ରଶ୍ନ ଆଣିଥିଲି, ଯେତେବେଳେ ମୁଁ ଗୋଟେ ଜାଗାକୁ କଟପାଡର ପାଖରେ ଗୋଟେ ଗାଁକୁ ଯାଇଥିଲି, ସେଇ ସମୟରେ ଗୋଟେ ପ୍ରଶ୍ନ ଆସିଥିଲା ଯେ 3 ପ୍ରକାର ଭାବରେ ଲୋକ ବଞ୍ଚନ୍ତି ଏ ଜଗତରେ। ପ୍ରଥମ ହଉଛି ଯେ କେତେ ଲୋକ ଗୋଟେ ସାଧାରଣ ଭାବରେ ଜୀବନ ବଞ୍ଚିକି ଚାଲିଯିବାକୁ ଇଚ୍ଛା କରନ୍ତି। ଆସିଛୁ ଯେମିତି ସେମିତି ଗୋଟେ ଜୀବନ ବିତାଇଦବା ଆଉ ଆମେ ଚାଲିଯିବା। ଦ୍ୱିତୀୟ ପ୍ରକାର ଲୋକ ଅଛନ୍ତି ଯେଉଁମାନେ କି ଜଗତର ସମସ୍ତ ବିଷୟକୁ ଏନ୍ଜୟ କରିବା ପାଇଁ ଇଚ୍ଛା କରନ୍ତି। ଏନ୍ଜୟ ୟୋର ଲାଇଫ ବୋଲି ଯାହା ଆମେ କହୁଛୁ, ସବୁ ପ୍ରକାର ଏନ୍ଜୟ କରିକି ସେମାନେ ଯିବାକୁ ଇଚ୍ଛା କରନ୍ତି। ତୃତୀୟ ପ୍ରକାର ଲୋକ ଅଛନ୍ତି ଯେଉଁମାନେ କି ପ୍ରଭୁଙ୍କ ଇଚ୍ଛାରେ ବଞ୍ଚିବା ପାଇଁ ଚାହାନ୍ତି। ତେବେ ସମସ୍ତ ପ୍ରଶ୍ନ ଭିତରେ ଲୋକମାନେ କହନ୍ତି, ନା ନା ଆମେ ପ୍ରଭୁଙ୍କ ଇଚ୍ଛାରେ ହିଁ ବଞ୍ଚିବାକୁ ଚାହୁଁ। କିନ୍ତୁ ତା ପରବର୍ତ୍ତୀ ସମୟ କଣ ହୁଏ ଆମକୁ ଜଣା ନାହିଁ। ସେଇ ସମୟ ପାଇଁ କହିଦିଅନ୍ତି ଆମେ ପ୍ରଭୁଙ୍କ ଇଚ୍ଛାରେ ବଞ୍ଚିବାକୁ ଚାହୁଁ। ତେଣୁ ଆଜି ପ୍ରଭୁ କଣ କହିବା ପାଇଁ ଇଚ୍ଛା କରୁଛନ୍ତି, ସବୁ ପ୍ରଶ୍ନ ଭିତରେ ଆମେ ଉତ୍ତର ଖୋଜିକି ଆଜି ବାହାର କରିବା। ତେବେ ହସ୍ପିଟାଲରେ ସୁନ୍ଦର ଥଟ୍ ପ୍ରଭୁ ଦେଇଥିଲେ, ସେଥିପାଇଁ ଆପଣମାନଙ୍କୁ ମଧ୍ୟ ମୁଁ ସେୟାରିଂ କରିବା ପାଇଁ ଇଚ୍ଛା କଲି। ପ୍ରଭୁଙ୍କର ବ୍ୟବସ୍ଥା ପାଳନ କରିବା ପିତା ମାତାଙ୍କର ସୁନ୍ଦର କର୍ତ୍ତବ୍ୟ ଥିଲା। ଆଉ ସେଥିପାଇଁ ମରିୟମ ଯୋସେଫ ଗୋଟେ ଆତ୍ମିକ ମନା ବ୍ୟକ୍ତି ସେମାନେ ଥିଲେ। ଆଉ ଥରେ ମୁଁ କହୁଛି, ଆତ୍ମିକ ମନା ବ୍ୟକ୍ତି ଥିଲେ ସେମାନେ, ଜାଗତିକ ମନା ନଥିଲେ। ଆଉ ସେଥିପାଇଁ ସେମାନେ ପ୍ରଭୁଙ୍କ ନିକଟରେ ନେଇକି ଯାଉଛନ୍ତି ନିଜର ଶିଶୁକୁ, ଯେତେବେଳେ ତାଙ୍କୁ 8 ଦିନ ହେଇଥିଲା ତାଙ୍କ ସୁନତି ବିଧି ନିମନ୍ତେ। ଆଉ ସେମାନେ ସମସ୍ତ ବିଧି ତା ଉପରେ ଯଦି ଆପଣ ଦେଖିବେ, 2 ପର୍ବ ତାହାର 36 ଯଦି ଦେଖିବେ, ସେଠି ଆପଣ ତା ପୂର୍ବରୁ ଆଉ ଦେଖିପାରିବେ। ତ ସେମାନେ ବିଧି ସବୁ ସରାଇଲା ପରେ ସେମାନେ ବ୍ୟାକ୍ ହଉଛନ୍ତି ନିଜ ଘରକୁ। ଦେଖନ୍ତୁ ଯାହା ଲେଖାଯାଇଛି 39 ପଦ ଲେଖାଯାଇଛି, ନିଜ ନଗର ନାଜରିତକୁ ବାହୁଡ଼ି ଗଲେ ବୋଲି ଲେଖାଯାଏ। ତେଣୁ ଏଇ ବିଷୟକୁ ମୁଁ ଚିନ୍ତା କରେ, ମୋର ଚିନ୍ତାଧାରା ଅନୁସାରେ ଯାହା ପ୍ରଭୁ ମତେ ଦେଲେ, ମେ ବି ଏଟା ଆମେ 2025 ବୋଲିକି ଆମେ ନବା। ଆମେ ସରାଇଦେଲୁ 25 କୁ, ଏବେ 26 ର କଥାକୁ ଆମେ ଯିବା। ଆଉ ତାହା 41 ପଦରେ ଆରମ୍ଭ ହୁଏ। ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜେରୁସାଲେମକୁ ଯାଉଥିଲେ, ଆଉ ତାହାଙ୍କର 12 ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। ଏହା ହଉଛି 2006 ର ଚିନ୍ତାଧାରା ଆମେ ଆଣିବା। ଦେଖନ୍ତୁ ମନ୍ଦିର ସହିତ ସେମାନଙ୍କର ଜଡ଼ିତ ହବା ବିଷୟକୁ ଦେଖିବା, ସମ୍ପର୍କର ବିଷୟକୁ ଦେଖିବା, ବ୍ୟବସ୍ଥା ପାଳନର ବିଷୟକୁ ଆମେ ଦେଖିବାକୁ ପାଇବା। ସେମାନେ କିଭଳି ଭାବରେ ଜଡ଼ିତ,
प्रभु जीशु मते गोटे सुंदर उत्तर देइथिले जेतले पितामाता तांको खोजुथिले से कहिले मोर पितांको गृह रहिबा जे मोर कर्तव्य ଏହା कोन जानि नथिलो पितामातार ही चिंताधारा थिला ताहा नुहे निजर संतान रो मध्ये से चिंताधारा रहिथिला तेबे ए तीन जन को आमे आज बुझिबाक चेष्टा करूछु जे कि बडी एक परिवार को आमे देखु तेबे क्षमा करिवे 2025 आमे प्रभुकर आशीर्वाद रे बंचिलु प्रभुकर सेवा किते भाव रे कलु ताहा प्रश्नवाची अटे समस्त पाई किंतु 2026 जेमती आम पाई गोटे सुंदर सेवार जीवन हे पारिबो सेति पाई आज मु समस्त को एई अंश रे आह्वान देबाकू चाहे तेबे प्रभु इस्राएल गोष्ठी पे गोटे सुंदर वाक्य रखिले आपण मान ता परे पढ़ी परिबे जहा यात्रा पुस्तक तार 3 पर्व तार 12 पदरे परमेश्वर कहले ଏହା ତୁମମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ ହବ ଯେ ତୁମେ ସେହି ପର୍ବତରେ ମୋର ସେବା କରିବ ମୋର ସେବା କରିବ ତେଣୁ ଆଜି ଆମର ଥୀମ୍ ହିଁ ହବ ସର୍ଭିଂ 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 ପ୍ରଭୁଙ୍କର ସେବା କେମିତି ଆମେ କରିପାରିବା ଅତି ଆଗ୍ରହ ସହିତ ଉଲ୍ଲାସ ସହିତ ତାହା ପ୍ରଭୁ ଏ ବର୍ଷ ଆମ ଠାରୁ ସେ ଆଶା ରଖନ୍ତି ତେବେ प्रभु गोटे सर्तरे सेमानकु उद्धार कले आज प्रिय भाई भौणी माने गोटे विषय बुझिबा पय चेष्टा करिबा एति पय मु उद्धार कली कोन पय 430 वर्ष तुम निर्वासन रे रहितिल गत समय रे बते मु थरे कहितिल किंतु रिमाइंड करिया पय मु चाहे जा प्रभु आमान का आउथरे जणाय पय इच्छा करंती तुमे रोदन कल कष्ट रे तुमे थिलो दासत्व अवस्था रे थिलो आमे एति पय उद्धार कलु जे तुमे हमर सेवा करिवो हम सेवा करिवो सर्व मी जो सुंदर चिंताधारा प्रभु देवाकू चाहती आ प्रिय परिवार जिते आज आम अच्छु मन रखा स्वर्ग रे मधे सेवा ही अच्छी एठी आम सेवा करूँ स्वर्ग रे मधे सेवा स्वर्ग रे कौन विषय ना आम अनवरत तांको सेवा करके बंचबू तेणु ये जगह हूँ आम प्रस्तुति ये जगह हूँ आम प्रस्तुति आम प्रस्तुत होचु प्रभुकर सेवा निमंते से स्वर्ग रे ताहा मध्ये आमको आज बुझिबा आवश्यक अच्छी तेणु दिने इंडिया टीम जिते श्रीलंका को जाऊले से माने चेन्नई रे जाकि प्रैक्टिस कले आते जड़े कमेंटेटर कहते ये चेन्नई रे से माने प्रस्तुत हेले जहा द्वारा से जलवायु रे से माने से जगह रे खेलिबे श्रीलंका रे खेलिबे कहीं पाख पाख से दुईटा जगह अच्छी तेणु प्रभु हमको ये जगह प्रस्तुत करुछंती जे विश्वस्त भाव रे आमे तांको सेवा केमती करि परिबा जहा द्वारा स्वर्ग रे मध्य आमे तांको सेवा रे रहि परिबा यह ईश्वर इच्छा भाव रे आज आमे बुझिबा तेबे आज आमे तीनटा पॉइंट रे आमे बुझिबा चेष्टा करिया फर्स्ट विषय आज बुझिबा सर्विस प्रभु को आमे केमती सेवा दवा दिने डेरिक प्रिंस तांकर गोटे मेसेज रे कहउतिले बहुत वर्ष तळे मु सुनुतिली आ से जेतबेले जीवन रे थिले से कहिले जे जिसाय तार 3 पर्व 6 पर्व तार 3 पद रे जदि आमे देखिबा दूत माने अनवरत से माने गीत गाउछंती सदा प्रभु धर्ममय 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 तो तांकर 6टा पक्ष थाए 6टा पक्ष भितर 2टा पक्ष को से माने ऊपर ढांकंती आ 2टा पक्ष को तळे ढांकंती आ 2टा पक्ष रे से माने उड़ंती डेरिक प्रिंस को पवित्र सुंदर चिंताधारा थिला जे अधिक समय सेवा को दबार अछि 4टा पक्ष सेवा रे अछि खाली 2टा पक्ष से माने उड़ुथिले ताकू से बहुत बढ़िया कंपेयर करिथिले जगतर सेवा आ ईश्वर के सेवा ऊपर तेबे आमे बहुत कम सेवा प्रभु को देख जगत में बेसी सेवा दवा पे प्रस्तुत होता किंतु ईश्वर चाहउचंती तांको सेवा रे केमती हम अधिक समय आमे देई परिबा ता ईश्वर को इच्छा ता जे हमको बुझिबा दरकार अछि तेबे आमे जदी प्रार्थना कथा देखिबा डे एंड नाइट जदी गीत संहिता 100 क्षमा करबे 3 तार 5 जदी देखिबे मॉर्निंग प्रेयर विषय लिखा जाय जदी गीत संहिता 141 तार 2 पद को जेबे इवनिंग प्रेयर विषय लिखा जाय आउ जदि जिहुदी मानकर दुई समय माने सेवा विषय वर्शिप विषय जो चिंता करिवे बा प्रार्थना विषय चिंता करिवे सेमा बोली जहाँ को कहा जाए द्वितीय विवरण 6 पर्व तार 4 पदरु तार तळ अंश रे आपण देखिबा को पाइबे आउ वाक्य जो कि डे नाइट तांकर वाक्य पढ़िया विषय मध्ये गीत संहिता 100 एक पर्व तार 3 पद लिखा जाए जे गीत संहिता 1 तार 2 3 रे देखा जाए जे माने दिवा रात्र तांकर व्यवस्था ध्यान करती डे एंड नाइट प्रभुंकर सहित बंचिबा आउ गीत संहिता 122 तार 1 जदि देखिबे लिखा जाए केही जदि रविवार चिंताधारा दिया जाए प्रभुंकर सेवा चिंताधारा केही जदि मते कहे ईश्वर को गृह को जीवा ताहले मु अत्यंत
সেই সময় আনন্দিত হেবি সেই বিষয়কে ସେ କହନ୍ତି ଯେସାୟ 58 ପର୍ବ 13 ପଦ ଯଦି ଯିବେ ସେଠି ଆମେ ଦେଖିବାକୁ ପାଇବା ବିଶ୍ରାମ ବାରକୁ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ତୁମେ ଦବା ଆବଶ୍ୟକ ବୋଲି ସେଠି ଲେଖାଯାଏ। 10 ଆଜ୍ଞାକୁ ଯଦି ଦେଖିବେ ସେଠି ଲେଖାଯାଏ ବିଶ୍ରାମ ବାରକୁ ପବିତ୍ର ରୂପେ ପାଳନ କର। ଅନେକ ଲୋକ ଅବହେଳିତ ଭାବରେ ପ୍ରଭୁଙ୍କର ସେବା ପାଇଁ ସେମାନେ ବର୍ଷ ସାରା ଜୀବନ ବିତାନ୍ତି। ଆଜି ପ୍ରଭୁ ଆହ୍ୱାନ ଦଉଛନ୍ତି ଆରମ୍ଭରୁ ଆମେ କେମିତି ପ୍ରଭୁଙ୍କ ପାଖରେ ରହିପାରିବା। ଯାହା ପ୍ରଭୁ ନିଜେ ମଧ୍ୟ କହିଲେ ଜହନ 15 ପର୍ବରେ କହିଲେ ମୋ ଠାରେ ରୁହ ସେଥିରେ ମୁଁ ତୁମମାନଠାରେ ରହିବି। ପ୍ରଭୁଙ୍କ ପାଖରେ ରହିବା ପାଇଁ ଆମେ ସବୁବେଳେ ଯେମିତି ଆଗ୍ରହ ପ୍ରକାଶ କରିବା ତାହା ପ୍ରଭୁ ଆମଠାରୁ ଆଶା କରନ୍ତି। ଆଉ ଗୀତ ସଂହିତା 42 ପର୍ବରେ ମଧ୍ୟ ଆମେ ଦେଖିବାକୁ ପାଇବା ହରିଣୀ ଯେପରି ଜଳ ଧାରା ପାଇଁ କିଭଳି ଭାବରେ ସେ ଆତୁର ହୁଏ ସେମିତି ଆମେ ପ୍ରଭୁଙ୍କ ଆଡ଼କୁ ଧାଇଁବା ପାଇଁ ପ୍ରଭୁଙ୍କ ସେବା ପାଇଁ ଯେପରି ଆଗ୍ରହ ହବା ତାହା ପ୍ରଭୁ ଆମଠାରୁ ଏଇ ବର୍ଷ ଆଶା ରଖନ୍ତି ବୋଲି ମୁଁ ଚିନ୍ତା କରେ। ଗୋଟେ ଜାଗା ମୁଁ ଦେଖିଲି ଯେତେବେଳେ ଚେନ୍ନାଇ ଥିଲି ଲୋକମାନେ ଖାଲି ଧାଇଁବା ଆପଣ ଦେଖିବେ ହ୍ୱାଇଟ୍ ଡ୍ରେସରେ ଯୁଆଡ଼େ ଦେଖନ୍ତୁ ଖାଲି ସଣ୍ଡେରେ ଧାଉଁଥିବେ ସେମାନେ ଚାଲିବାଟା ଆପଣ ଦେଖିବାକୁ ପାଇବେ ନାହିଁ। ଗାଡ଼ି ତ ଛାଡ଼ି ଦିଅନ୍ତୁ କିନ୍ତୁ ଏତେ ଭାବରେ ସେମାନେ ଆଗ୍ରହୀ ପ୍ରଭୁଙ୍କର ସେବା ପାଇଁ। ସେତେବେଳେ ମୁଁ ବୁଝିପାରିଲି ଯେତେବେଳେ ବାଙ୍ଗାଲୋରକୁ ଗଲି ଗୋଟେ ଇଭିନିଂ ପ୍ରେୟର ଆଟେଣ୍ଡ କରିବା ପାଇଁ ଜଣେ ଭାଇଙ୍କ ସହିତ ସେଠି ମୁଁ ରହିଥିଲି ସେ ସମୟରେ ଦେଖିଲି ସବୁ ଚର୍ଚ୍ଚ ପ୍ୟାକ୍ ଲୋକ ବି ବାହାରେ ସବୁ ଅଛନ୍ତି ଏମିତି ସେବା ସେମାନେ ଦିଅନ୍ତି। ଚେନ୍ନାଇରେ ଆଉ ଗୋଟେ ଫ୍ୟାମିଲିକୁ ଦେଖିଲି ଡକ୍ଟର୍ସ ଫ୍ୟାମିଲି ଯେଉଁମାନେ କି ସପ୍ତାହ ସାରା ଯେ ଜଣେ ପ୍ରଫେସର ସେ ଲେଡି ଜଣେ ପ୍ରଫେସର ମେଡିକାଲ ସେ ଯୋଉ ମେଡିକାଲର ସେ କଣ କରନ୍ତି ହପ୍ତାହ ସାରା ନିଜ କାର୍ଯ୍ୟରେ ବ୍ୟସ୍ତ କିନ୍ତୁ ସେମାନେ ଦୁଇ ଜଣ କଣ କରନ୍ତି ସେବା ଦେବା ନିମନ୍ତେ ଆମର ଚାପେଲକୁ ସେମାନେ ଆସୁଥିଲେ ଚେନ୍ନାଇରେ। ଆଉ ଦିନେ ମୁଁ ତାଙ୍କୁ ପଚାରିଲି ମ୍ୟାଡାମ ଆପଣ କେମିତି ସମୟକୁ ଡିଭାଇଡ କରୁଛନ୍ତି? ସେ କହିଲେ ଦେଖନ୍ତୁ ଆମେ ସପ୍ତାହ ସାରା ବିଜି ରହୁ ଆଜ୍ଞା ମୁଁ କିନ୍ତୁ ଏଇ ଦିନରେ ଆମେ କଣ କରୁ ଆମେ 10ଟା ଭିତରେ ଆମର ଭାତ ଆମେ ରୋଷେଇ ସାରି ଦଉ। ସେମାନେ ଆସିବା ପାଇଁ କାରରେ 1 ଘଣ୍ଟା ଲାଗୁଥିଲା ସେତେ ଡିଷ୍ଟାନ୍ସ ଥିଲା। ଆସୁ ଆମେ ଏଠି ୱର୍ସିପ କଲା ପରେ ଆମେ ଯାଇକି ତରକାରୀ ବି ନାଉ 2ଟାରେ ସେମାନେ ଯାଆନ୍ତି ତରକାରୀ ଯାହା ପ୍ରସ୍ତୁତ କରନ୍ତି ତାଙ୍କର ତାପରେ ଖାଇକି ଜଷ୍ଟ 1 ଆୱାର ସେମାନେ ରେଷ୍ଟ ନିଅନ୍ତି। ଆଉ ରେଷ୍ଟ ନେଲା ପରେ ମାର୍କେଟକୁ ଚାଲି ଯାଆନ୍ତି ହପ୍ତାହ ସାରାର ମାର୍କେଟିଂ ତାଙ୍କୁ କରିବାର ଅଛି। ତାପରେ ସେମାନେ ଘରକୁ ଫେରନ୍ତି ତ ହପ୍ତାହ ସାରା ଆଉ ଦୋକାନ ବଜାର ଚିନ୍ତା ଆଉ ନାହିଁ କିନ୍ତୁ ସେବାକୁ ଅବହେଳା ନାହିଁ। ଏଇ କଥା ମୁଁ ତାଙ୍କ ଠାରୁ ଦେଖିବାକୁ ପାଇଲି। ତେଣୁ ଏଇ ବର୍ଷ ଆମ ପାଇଁ ଗୋଟେ ସେବାର ବର୍ଷ ଭାବରେ ଆମେ ଡିକ୍ଲେୟାର କରିବା ପାଇଁ ଆଜି ଆମେ ସମସ୍ତେ ଇଚ୍ଛା କରିବା ଆଉ ପ୍ରଭୁଙ୍କୁ କହିବା ଯେ ବର୍ଷ ପ୍ରଭୁ ତୁମର ସେବାର ବର୍ଷ ହଉ ଆମେ ସମସ୍ତେ ତୁମର ସେବା ଆଗ୍ରହ ସହିତ କରିବୁ ଏଇ ଚିନ୍ତାଧାରା ପ୍ରଭୁ ଆମମାନଙ୍କୁ ଯେମିତି ଦେଇପାରିବେ। ତେବେ ଦ୍ୱିତୀୟ ବିଷୟ ଆଜି ମନେ ରଖିବା ତାହା ହେଉଛି ପ୍ରଭୁରେ ବୃଦ୍ଧି ପାଇବା ମାନେ। ତେବେ 40 ପଦରେ ଲେଖାଯାଏ ଆଉ ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଜ୍ଞାନରେ ପୂର୍ଣ୍ଣ ହଉ ଶକ୍ତିମାନ ହେଲେ ପୁଣି ଈଶ୍ୱରଙ୍କର ଅନୁଗ୍ରହ ତାଙ୍କ ଉପରେ ରହିଲା। ତେବେ ପ୍ରଭୁରେ ବଢିବା ଦରକାର ଅଛି। ଷ୍ଟାଗ୍ନେଟ ଲାଇଫ ଈଶ୍ୱର କେବେ ଚାହାନ୍ତି ନାହିଁ। ଏଥିପାଇଁ ମୁଁ ଯୋଉ ଜାଗାକୁ ଇଭିନିଂ ପ୍ରେୟର ପାଇଁ ଯାଏ ଆଉ ଚ୍ୟାଲେଞ୍ଜ ସେମାନଙ୍କୁ ଦିଏ ଏ ବର୍ଷ ଗୀତ ସଂହିତା 19 ପର୍ବ ପୁରା ତମେ ମୁଖସ୍ଥ କର ପ୍ରଭୁଙ୍କର ଜ୍ଞାନରେ ବଢିବା। ଆଉ ଗୋଟେ ଜାଗାରେ ମୋତେ ପ୍ରଶ୍ନ ଦେଲେ କୋଉ କୋଉ ବିଷୟରେ ପ୍ରଭୁ ଧନୀ ହେବା ପାଇଁ ଆମମାନଙ୍କୁ କହିଛନ୍ତି ବାକ୍ୟରେ ତାହା ମୋତେ ଆସନ୍ତା ସମୟ ମାନଙ୍କର ଉତ୍ତର ଦେବା। ଏ ପ୍ରଥମ ବିଷୟ ଆଜି ମଣ୍ଡଳୀ ଆମେ ମନେ ରଖିବା ପ୍ରଭୁଙ୍କର ବିଷୟରେ ଧନୀ ହେବା ପ୍ରଭୁଙ୍କର ବାକ୍ୟରେ ଧନୀ ହେବା। ପ୍ରଥମ କରନ୍ତି 1 ପର୍ବ 5 ପଦରେ ଲେଖାଯାଏ ପ୍ରଭୁଙ୍କର ଜ୍ଞାନରେ ଆମମାନଙ୍କୁ ଧନୀ ହେବା ଆବଶ୍ୟକ ଅଛି। ଆଉ ଦ୍ୱିତୀୟ ବିଷୟ ଲେଖାଯାଏ ଯେ ଦାନରେ ଆମେ କେମିତି ସର୍ବ ବିଷୟରେ ଦାନ। ଏବେ ମୁଁ ବାକ୍ୟ ଦେଖୁଥିଲି ସବୁ ବିଷୟରେ ଧନୀ ତୁମେ ହଉ। 2 କରନ୍ତୀୟ 9 ପର୍ବ 11 ପଦରେ ଲେଖାଯାଏ ଦାନ ଦେବା ପାଇଁ ମଧ୍ୟ ଆମେ କୁଣ୍ଠିତ ହେବାନି। ଆଜି ଜଣେ ଭଉଣୀଙ୍କ ସହିତ ସକାଳେ ମେଡିକାଲରେ ଆମେ କଥାବାର୍ତ୍ତା ହଉଥିଲୁ ଆମେ ଦାନ ଦଉନୁ ସେଥିପାଇଁ ଆମେ ଦାନ ପାଉନୁ ଈଶ୍ୱରଙ୍କ ଆଡୁ। ଆମେ ଯେତେବେଳେ ଦେବା ଆରମ୍ଭ କରିବୁ ପ୍ରଭୁ ସେ କହିଛନ୍ତି ଯେ ଆମ୍ଭ ଗୃହରେ ଯେପରି ଖାଦ୍ୟ ଦ୍ରବ୍ୟ ରହିବ ଯଦି ତୁମେ ଆଣିଛ ଆକାଶ ଖୋଲିକି ଆମେ ଦେବା ପାଇଁ ପ୍ରସ୍ତୁତ ଅଛୁ। ଦେବାରେ ଈଶ୍ୱରଙ୍କ ବ୍ଲେସିଂ ଆମେ ପାଇପାରିବା। ଆଉ ସେ ବାକ୍ୟ ମୁଁ ଖୋଜୁଥିଲି କିନ୍ତୁ ପାଇପାରିଲିନି ବିଶ୍ୱାସରେ ତୁମମାନେ ଧନୀ ହଉ ଲେଖାଯାଏ। ते विश्वास केमती बढ़िबो जेतोले वाक्यरे आमे धनी होबा आरंभ हो से वाक्य हमनको धनी करी विश्वास रे धनी करिवो सेतमै मो पाखरे गोटे बही अछि आउ फूड फॉर फेथ बोल लिखा जायछि। फूड फॉर फेथ होछि ईश्वरकर वाक्य जेतोले आमे अधिक रो अधिक जानिबा एबा हम विश्वास रे आमे अधिक वृद्धि पाइबा। तेबे आतिथ्य सत्कार व्रती हमनको जीवन रे प्रभु चाहंती जेमती आमे सब विषय धनी हे परिबा प्रभु दान दबारे आमे धनी हे परिबा सब विषय ए वर्ष जेमती आमनकर जीवन सुंदर भाबरे तैयारी हे परिबो बिल्ड हे परिबो
ସେଥିପାଇଁ ଆମେ ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ ଆମମାନଙ୍କର ଚେଷ୍ଟା ଯେମିତି ଆମେ ଜାରି ରଖିପାରିବା। ଏଇଟା ଦ୍ୱିତୀୟ ବିଷୟ ଆଜି ଆମେ ଚିନ୍ତା କରିବା। ତୃତୀୟ ବିଷୟ, ସେବାର ଆଶୀର୍ବାଦ କ'ଣ ଈଶ୍ୱର ଦେବାକୁ ଚାହାନ୍ତି ତାହା ଆମେ ଦେଖିକି ଶେଷ କରିବା। ପ୍ରଥମ ବିଷୟ ଆଜି ମନେ ରଖିବା, ଆଜି ୟୁଥ୍ ମାନେ ଯଦି କେହି ଅଛନ୍ତି ଶୁଣୁଛନ୍ତି, ମୁଁ ତ ଦେଖୁଛି ପ୍ରାୟ ସାନ ଭଉଣୀ ମାନେ ସେଠି ଅଛନ୍ତି, ମନେ ରଖନ୍ତୁ ଗୀତ ସଂହିତା 126 ତାର 6 ପଦରେ ଲେଖାଯାଏ, ଯେଉଁମାନେ ସଦାପ୍ରଭୁଙ୍କୁ ସ୍ନେହ କରନ୍ତି ସେମାନେ ଭାଗ୍ୟବାନ ହେବେ ବୋଲି ଲେଖାଯାଏ। ଯେଉଁମାନେ ସଦାପ୍ରଭୁଙ୍କ ସେବା କରିବେ ସେମାନେ ଭାଗ୍ୟବାନ ହେବେ, ତାଙ୍କଠାରୁ ଉଚ୍ଚରେ କିଏ ଯିବେ ନାହିଁ। ଈଶ୍ୱର ସେମିତି ସେ ଜୀବନକୁ ରଖିବା ପାଇଁ ଇଚ୍ଛା କରିବେ, ଗୋଟେ ଆଶୀର୍ବାଦର ଜୀବନ ସେ ଦେବାକୁ ଚାହାନ୍ତି। ତେଣୁ ପ୍ରଭୁଙ୍କୁ ସ୍ନେହ କରିବା ପାଇଁ ଏ ବର୍ଷ ଶିଖନ୍ତୁ, ପ୍ରଭୁଙ୍କର ସେବା କରିବା ପାଇଁ, ପ୍ରଭୁଙ୍କର ଜ୍ଞାନରେ ବଢିବା ପାଇଁ ଯେମିତି ଆପଣମାନଙ୍କର ଚେଷ୍ଟା ଜାରି ରହିପାରିବ। ଆଉ ଗୀତ ସଂହିତା 1 ପର୍ବ ତାର 3 ପଦ ଯଦି ଆମେ ଦେଖିବା, ଯେ ଦିବାରାତ୍ର ଈଶ୍ୱରଙ୍କ ବ୍ୟବସ୍ଥାକୁ ଧ୍ୟାନ କରେ, ଯେ ସ୍ୱ ସମୟରେ ଫଳ ଉତ୍ପନ୍ନ କରିବ, ତାର ପତ୍ର ହିଁ ମଳିନ ହବ ନାହିଁ। ଆଉ ସେହି ଜାଗାରେ ଗୋଟେ ଆଶୀର୍ବାଦ ଲେଖାଯାଇଛି, ସେ ଯାହା କରି ତାହା ସଫଳ ହେବ। ଏ ପ୍ରଭୁରେ ରହିବାର ସଫଳତା ଆମେ ପ୍ରାପ୍ତ ହେବା। ହଁ, ଆସିବ ସମୟ, କଷ୍ଟର ସମୟ ମଧ୍ୟ ଆସିବ, କିନ୍ତୁ ସଫଳତାର ସମୟ ବି ଆସିବ। ଆଉ ତାହା ଯୋସେଫର ଜୀବନରେ ଏ ରବିବାର ଦିନ ଆମେ ଚିନ୍ତା କରୁଥିଲୁ, କଷ୍ଟ ଆସିଲା, 13 ବର୍ଷ ସାରା କଷ୍ଟ ପାଇଲା ସେ, କିନ୍ତୁ ସଫଳତା ଏମିତି ଥିଲା, ପ୍ରାଇମ ମିନିଷ୍ଟର ଭାବରେ ସିଧା ସେ ଆସନରେ ବସିଛି। କେତେ ଖୁସି ଲାଗିନଥିବ, ଏତେ କଷ୍ଟ ଦେଇକି ଗଲି, କିନ୍ତୁ ପ୍ରଭୁ ଆଜି ମୋତେ ଆନନ୍ଦ ଦେଇ ସଫଳତା ଅଛି, ପ୍ରଭୁ ଦେବାକୁ ଚାହାନ୍ତି। ଆଉ ଯଦି ଜହନ ତାର 15 ପର୍ବ 7-8ରେ ମଧ୍ୟ ଯଦି ଆମେ ଦେଖିବା, ସେଇ ଜାଗାରେ ମଧ୍ୟ ପ୍ରଭୁ ଆମମାନଙ୍କୁ ଜଣାଇବାକୁ ଚାହାନ୍ତି ଯେ ତୁମ ପାଇଁ ଆମର ଆଶୀର୍ବାଦ ଅଛି, ତୁମେ ମୋର ପ୍ରକୃତ ଶିଷ୍ୟ ହବ, ସେତିକି ନୁହେଁ, କିନ୍ତୁ ପ୍ରଭୁ ସେଇ ଜାଗାରେ କହୁଛନ୍ତି ମାଗ ଆଉ ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ। ପ୍ରଭୁ ତାହା କହୁଛନ୍ତି, ଯଦି ତୁମେ ମୋ ଠାରେ ରହିବ, ସେ ବ୍ଲେସିଂକୁ କେବେ ଆମେ ହରାଇବା ନାହିଁ। ଏଥିପାଇଁ ଏ ବର୍ଷକୁ ଆମେ ଚେଷ୍ଟା କରିବା ପ୍ରଭୁଙ୍କର ସେବାରେ ରହିବା ପାଇଁ, ପ୍ରଭୁଙ୍କର ଜ୍ଞାନରେ ବିଭିନ୍ନ ବିଷୟରେ ବୃଦ୍ଧି ପାଇବା ପାଇଁ, ଆଉ ସେବାର ଆଶୀର୍ବାଦକୁ ଆମେ ରିସିଭ୍ କରିବା। ଆଉ ଶେଷ ବିଷୟ ମୁଁ କହିକି ଶେଷ କରିବି, ଆଉ ତାହା ହେଉଛି ପ୍ରଭୁଙ୍କର ସାକ୍ଷୀ ହେବା। ଆଉ ତାହା ଆମେ ଯଦି ଯିସାଇ ତାହାର 43 ପର୍ବକୁ ଯଦି ଆମେ ଯିବା, ଯିସାଇ ତାର 43 ପର୍ବ ମୁଁ ପଢି ଦଉଛି, ତାହାର 11 ଆଉ 12 ପଦ ଆମେ ପଢିବା। 43 ତାର 11-12 ଲେଖାଯାଏ, ଆମେ ସଦାପ୍ରଭୁ ଅଟୁ, ଆମ ଛଡା ଆଉ ତ୍ରାଣକର୍ତ୍ତା ନାହିଁ। ଆମେ ପ୍ରକାଶ କରିଅଛୁ ଓ ଆମେ ତ୍ରାଣ କରିଅଛୁ, ଆମେ ଦେଖାଇଅଛୁ, ଆଉ ତୁମମାନଙ୍କ ମଧ୍ୟରେ କୌଣସି ବିଦେଶୀ ଦେବତା ନଥିଲା। ଏହେତୁ ସଦାପ୍ରଭୁ କହନ୍ତି, ତୁମମାନେ ଆମର ସାକ୍ଷୀ ଅଟ ଓ ଆମେ ପରମେଶ୍ୱର ଅଟୁ। ଏ ପରମେଶ୍ୱର ଚାହୁଁଛନ୍ତି ଏଇ ବର୍ଷ ତାଙ୍କର ସାକ୍ଷୀ କେମିତି ଆମେ ହେଇପାରିବା। ଏଇଟା ଚତୁର୍ଥ ବିଷୟ ଆଜି ଆମେ ଚିନ୍ତା କରୁଛୁ, ପ୍ରଭୁଙ୍କ ପାଇଁ କେମିତି ସାକ୍ଷୀ ହେବା। ଯେତେବେଳେ ବ୍ଲେସିଂ ଆସିଲା, ସେତେବେଳେ ଆପଣ ପ୍ରଭୁଙ୍କର ସାକ୍ଷୀ ହେଇପାରିବେ। ଏ ପ୍ରଭୁ ମତେ ଏଇ ସବୁ ଦାନ, ଆଉ ଲୋକମାନେ ବି ଦେଖିକି ଜାଣିପାରିବେ ଯେ ଏଇ ସବୁ ଦାନ ଈଶ୍ୱର କେମିତି ଭାବରେ ତାଙ୍କୁ ଦେଇଛନ୍ତି। ଆଉ ସେଇ ଦାନ ଦେଖିକି ସେମାନେ ଜାଣିପାରିବେ ଯେ ଈଶ୍ୱର ନିଶ୍ଚିତ ଭାବରେ ସେମାନଙ୍କୁ ଆଶୀର୍ବାଦ ଦେଇଛନ୍ତି। ଆଉ ତାହାର ସାକ୍ଷୀ ଆପଣ ହଉଛନ୍ତି ଯୋଉ ଜାଗାରେ ରହନ୍ତୁ। ଆଜି ମର୍ଣ୍ଣିଂରେ ମଧ୍ୟ ପ୍ରଭୁଙ୍କର ଦାସ କହୁଥିଲେ ଯେ ଆମେ ଯୋଉ ଜାଗାରେ ରହୁ, ପ୍ରଭୁଙ୍କ ପାଇଁ ସାକ୍ଷୀ ହେବା ଆବଶ୍ୟକ। ଆମର କାର୍ଯ୍ୟକଳାପରେ, ଆମର ଚିନ୍ତାଧାରାରେ, ଆମମାନଙ୍କର ପ୍ରତି ବିଷୟରେ ଆମେ ପ୍ରଭୁଙ୍କର ସାକ୍ଷୀ କେମିତି ଆମେ ହେଇପାରିବା। ତେଣୁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେ ଏ ବର୍ଷ ଏ 4ଟା ବିଷୟକୁ ଆମେ ଧ୍ୟାନ ଦେବା। ପ୍ରଥମ ବିଷୟ ହେଲା ଯେ ସେବା ପାଇଁ ଆମେ ସବୁବେଳେ ଆଗ୍ରହୀ ହେବା। ଆଉ ଦ୍ୱିତୀୟ ବିଷୟ ହେଲା ଯେ ଆମେ ସବୁବେଳେ ଯେମିତି ଜ୍ଞାନରେ, ପ୍ରଭୁଙ୍କର ଜ୍ଞାନରେ ଆମେ ବୃଦ୍ଧି ପ୍ରାପ୍ତ ହେଇପାରିବା। ଆଉ ପ୍ରଭୁଙ୍କର ସେବାର ଆଶୀର୍ବାଦ ଆମେ ପ୍ରାପ୍ତ ହେବା, ଆଉ ପ୍ରଭୁଙ୍କର ପାଇଁ ଗୋଟେ ସୁନ୍ଦର ସାକ୍ଷୀ ଆମମାନଙ୍କର ଜୀବନରେ ହେଇପାରିବା। ପ୍ରଭୁ ଏ ବାର୍ତ୍ତା ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ ଦିଅନ୍ତୁ। ଆମେନ୍, ଆମେନ୍।